ଯେତେବେଳେ ଗୁରୁ ମାନେ କଣ ନା ଗୋଟେ ପଲ ପଲ ଦଳ ଦଳ ହେଇକି ଆସୁଥିଲେ ସେତେବେଳେ ଗୁରୁ ମାନଙ୍କର ଯୋଉ ପାଦରେ ବା ଖୁରାରେ ସେ ଯୋଉ ଧୂଳି ଉଡେ ସେଇଟା ଯଦି ଦେହରେ ଲାଗେ ସେଇଟା ରୋଗକୁ ମାନେ ଦୂରେଇ ଦବ ଅର୍ଥ ଗୋଟେ ଆମକୁ ଆଣ୍ଟିବାୟୋଟିକ ଟାଇପ ର ମାନେ ଗୋଟେ ରୋଗ ପ୍ରତିଷେଧକ ମାନେ ଶକ୍ତିଟା ସେ ବଢାଏ। ଗୋବର୍ଦ୍ଧନ ମାନେ କଣ ଆକ୍ଚୁଆଲି ସେଠି ଗୋବର ପଡି 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 ଯୋଉ ପାହାଡଟି ହେଇଛି ସେଇଟା ହଉଛି ଗୋବର୍ଦ୍ଧନ। ଗୋ ସେବା ହଉଛି ଜୀବନର ଗୋଟେ ପରମ ସେବା। ଯିଏ ଗୋ ସେବା କରୁଛନ୍ତି କଳିଯୁଗରେ ମୁଁ ଭାବୁଛି ସେମାନେ ହଉଛନ୍ତି କଳିଯୁଗର ହଉଛି ସେମାନେ ଦେବତା ଈଶ୍ୱର। ଭଗବାନ କୃଷ୍ଣ କିଛି ସମୟ ରହିଯାଆନ୍ତି ଜଙ୍ଗଲରେ ଏବେ ଏପଟେ ଯଶୋଦା ମା ବ୍ୟସ୍ତ ହୋଇ ପଡନ୍ତି ପଚାରନ୍ତି ସୁଦାମା ସବୁବେଳେ ସମସ୍ତଙ୍କୁ ପଚାରନ୍ତି ଆରେ ତମେ ତ ଆଇଲ ମୋ କାହ୍ନା କାହିଁ କିନ୍ତୁ କାହ୍ନା କାହିଁକି ଆସିନଥାନ୍ତି ତା କାରଣ ହଉଛି ଯେ ଯେତିକି ସଂଖ୍ୟକ ସେ ଗାଈ ମାନଙ୍କୁ ବା ଗୋରୁ ମାନଙ୍କୁ ନେଇକରି ଯାଇଥାନ୍ତି ସେତିକି ସଂଖ୍ୟକ ଗୋରୁ ନ ଫେରିବା ପର୍ଯ୍ୟନ୍ତ ସିଏ ଫେରନ୍ତି ନାହିଁ। ମୁଁ ଥରେ ବଜାରରେ ଗଲାବେଳକୁ ମୁଁ ଜଣେ ଭିକ୍ଷା ମାଗ ଗୋଟେ ଜଣେ ପାଗଳ ବ୍ୟକ୍ତି ସମସ୍ତେ ତାଙ୍କୁ କୁହନ୍ତି ସେ କଣ କରନ୍ତି ନା ଭିକ ମାଗନ୍ତି ଆକୁ ଟିକେ ପଇସା ତାକୁ ଟିକେ ପଇସା ମାଗନ୍ତି ଏବଂ ମୁଁ ଦେଖିଲି ସେ ପଇସା ମାଗିକିରି ନେଲେ ଏବଂ କିଛି ଖଡା ଶାଗ କିଣିଲେ କିଣିକିରି ଆଣିକିରି ମାନେ ଗୋଟେ ଗାଈ ସେଠି ଯାଇଥିଲା ସେ ଗାଈକି ଦଉଛନ୍ତି। ଜୟ ଜଗନ୍ନାଥ। ପୁଣି ଏକ ନୂଆ ଅଧ୍ୟାୟରେ ସୁଭାଷ ସାରଙ୍କ ସହିତ ଆସନ୍ତୁ ଆଉ କିଛି ତତ୍ତ୍ୱ ଗୋଟେ ବୁଝି ନେବା। ସାର୍ ବର୍ତ୍ତମାନ ସନ୍ଧ୍ୟା ସମୟରେ ଗୋରୁ ଗାଈ ମାନଙ୍କର ଫେରିବାର ସମୟ ଯିଏକି ଭଗବାନ କୃଷ୍ଣ ତାଙ୍କର ସେ ଗୋରୁ ନୀଳା କରୁଥିଲେ ବି ଯାହା ତାଙ୍କର ଇଏ ଥିଲା ଏହା ଉପରେ ସାର୍ ଆପଣଙ୍କର କଣ ମତ ରହିବ? ସୁନ୍ଦର କଥାଟି। ଏବେ ହଉଛି ଗୋଧୂଳି ଲଗ୍ନ ସମୟ। ଏଇଟା ହଉଛି ଗୁରୁ ମାନଙ୍କର ବାହୁଡିବା ସମୟ ଫେରିବା ସମୟ ଘରକୁ। ବାସ୍ତବରେ ସେତେବେଳେ ଯେତେବେଳେ ଗୁରୁ ମାନେ କଣ ନା ଗୋଟେ ପଲ ପଲ ଦଳ ଦଳ ହେଇକିରି ଆସୁଥିଲେ ସେତେବେଳେ ଗୁରୁ ମାନଙ୍କର ଯୋଉ ପାଦରେ ବା ଖୁରାରେ ସେ ଯୋଉ ଧୂଳି ଉଡେ ସେଇଟା ଯଦି ଦେହରେ ଲାଗେ ସେଇଟା ରୋଗକୁ ମାନେ ଦୂରେଇ ଦବ ଅର୍ଥ ଗୋଟେ ଆମକୁ ଆଣ୍ଟିବାୟୋଟିକ ଟାଇପ ର ମାନେ ଗୋଟେ ରୋଗ ପ୍ରତିଷେଧକ ମାନେ ଶକ୍ତିଟା ସେ ବଢାଏ। କୋଉଟା ନା ଗୋଧୂଳିଟା ଗୋଧୂଳି ଅର୍ଥ ଗୋରୁଙ୍କର ପାଦରେ ଲାଗିଥିବା ଧୂଳି ଯଦି ଆମ ଦେହରେ ଲାଗେ ତାହେଲେ ଆମକୁ ସେ ରୋଗ ମୁକ୍ତ କରାଏ। କହିବାକୁ ଗଲେ ଗୋଟେ ରୋଗ ମୁକ୍ତ କରିବ। ସମସ୍ତେ କୁହନ୍ତି ଧୂଳି ଦେହରେ ଲାଗିଛି ତାହେଲେ ମାନେ ଗୋଟେ ରୋଗ ହବ ନା କିନ୍ତୁ ଯୋଉ ଗୋରୁଙ୍କର ଖୁରାରୁ ବା ପାଦରୁ ସେ ଧୂଳି ଲାଗିକିରି ଆସିକିରି ଆମ ଦେହରେ ଲାଗିଲା ତାହେଲେ ସେଇଟା ମାନେ ଆମ ପାଇଁ ଗୋଟେ ଆଣ୍ଟିବାୟୋଟିକ ବା ମାନେ ଗୋଟେ ପ୍ରତିଷେଧକ ହେଲା ରୋଗର ଗୋଟେ ପ୍ରତିଷେଧକ ସେଇଟା ସେଇ ରୂପରେ ସେ କାମ କରିବ। ତାପରେ ଦ୍ୱିତୀୟ କଥା ହଉଛି ଆଜିକାଲି ତ ଆଉ ସେମିତି ଦେଖା ଯାଉନି ଗାଁ ଗହଳିରେ ଯୋଉ ଗୋଟେ ଗୋରୁ ପଲ ଯୋଉ ଆସନ୍ତି ସେ ଗୋରୁ ପଲ ବା ଦଳ ସେମିତି ତ ଦେଖାଯାଉନି। ଆମେ ଯଦି ଦ୍ୱାପର ଯୁଗକୁ ଯିବା ଭଗବାନ ଶ୍ରୀକୃଷ୍ଣ କଣ କରୁଥିଲେ ନା ଗୋପ ବାଳକ ମାନଙ୍କୁ ନେଇକିରି ଗୋରୁ ମାନଙ୍କୁ ନେଇ ଏକାଠି ସେ ଯାଉଥିଲେ କୋଉଠି ନା ସେ ପ୍ରକୃତରେ ଯାଉଥିଲେ ଗୋବର୍ଦ୍ଧନ ପର୍ବତକୁ। ଗୋବର୍ଦ୍ଧନ ପର୍ବତରେ ମାନେ ଗୋରୁମାନେ ଚରୁଥିଲେ ସେଇଠି ମଳ ତ୍ୟାଗ କରନ୍ତି ସେଇଠି ଗୋବର ପଡେ ସେଇ ଗୋବର ପଡି 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 ସିଏ ଗୋଟେ ବିରାଟ ପାହାଡ ହେଇଗଲା। ଯୋଉ ପାହାଡକୁ ନା ଯେତେବେଳେ ଇନ୍ଦ୍ର 7 ଦିନ 7 ରାତି ବର୍ଷା କରାଇଛନ୍ତି ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଆଙ୍ଗୁଠିରେ କାଣି ଆଙ୍ଗୁଠିରେ ଟେକିକିରି କଣ କରିଛନ୍ତି ନା ସେଇଟା ରଖିଛନ୍ତି ଏବଂ ସବୁ ଗୋପ ବାଳକ ବା ଗୋପପୁରବାସୀ ତାରି ଭିତରେ ନେଇକି ଆଶ୍ରୟ ନେଇଛନ୍ତି। ଇଏ ହଉଛି ଗୋଟେ କଥା। ଗୋବର୍ଦ୍ଧନ ମାନେ କଣ ଆକ୍ଚୁଆଲି ସେଠି ଗୋବର ପଡି 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 ଯୋଉ ପାହାଡଟି ହେଇଛି ସେଇଟା ହଉଛି ଗୋବର୍ଦ୍ଧନ। କହିବାର ଅର୍ଥ ହଉଛି ଆହୁରି ଗୋଟେ କଥା ହଉଛି ଗୋବର୍ଦ୍ଧନ ହଉଛି ଗୋବର୍ଦ୍ଧନ। ଭଗବାନ କୃଷ୍ଣ କହୁଛନ୍ତି ସମସ୍ତେ କିଛି କିଛି ଗୋରୁ ମାନଙ୍କ ସଂଖ୍ୟା ବଢାଅ। କେମିତି ସଂଖ୍ୟା ବଢାଅ ମାନେ ଘରେ ଯୋଉ ଗୋ ପାଳନ ମାନେ ଗୋ ସେବା ହଉଛି ଜୀବନର ଗୋଟେ ପରମ ସେବା। ଯିଏ ଗୋ ସେବା କରୁଛନ୍ତି କଳିଯୁଗରେ ମୁଁ ଭାବୁଛି ସେମାନେ ହଉଛନ୍ତି କଳିଯୁଗର ହଉଛି ସେମାନେ ଦେବତା ଈଶ୍ୱର। କାହିଁକି ନା ଗୋ ସେବାଟା ଜୀବନରେ ନିହାତି ଆବଶ୍ୟକ। ପୁଣି ଭଗବାନ କୃଷ୍ଣ କଣ କରୁଥିଲେ ନା କାହିଁକି ଗୋପାଳ ବାଳକ ମାନଙ୍କୁ ନେଇକି ଯାଉଥିଲେ ନା ସିଏ ଗୋଟେ ସେଠୁ ଗୋଟେ କଥା ମିଳେ ଶିକ୍ଷା ମିଳେ ଗୋଟେ ଏକତା। ଆମେ ଗୋଟେ ଦଳବଦ୍ଧ ଭାବରେ ଯିବା ଏକତା ରକ୍ଷା କରିବା ଏକାଠି ଯିବା ଏକାଠି ଫେରିବା। ପୁଣି ଆହୁରି ଗୋଟେ ବ୍ୟତିକ୍ରମ ସେଠି କଣ ହୁଏ ନା ଫେରିବା ବେଳେ ସମସ୍ତେ ଫେରି ଆସନ୍ତି ଭଗବାନ କୃଷ୍ଣ କିଛି ସମୟ ରହିଯାଆନ୍ତି ଜଙ୍ଗଲରେ ଏବେ ଏପଟେ ଯଶୋଦା ମା ବ୍ୟସ୍ତ ହୋଇ ପଡନ୍ତି ପଚାରନ୍ତି ସୁଦାମା ସବୁବେଳେ ସମସ୍ତଙ୍କୁ ପଚାରନ୍ତି ଆରେ ତମେ ତ ଆଇଲ ମୋ କାହ୍ନା କାହିଁ କିନ୍ତୁ କାହ୍ନା କାହିଁକି ଆସିନଥାନ୍ତି ତା କାରଣ ହଉଛି ଯେ ଯେତିକି ସଂଖ୍ୟକ ସେ ଗାଈ ମାନଙ୍କୁ ବା ଗୋରୁ ମାନଙ୍କୁ ନେଇକରି ଯାଇଥାନ୍ତି ସେତିକି ସଂଖ୍ୟକ ଗୋରୁ ନ ଫେରିବା ପର୍ଯ୍ୟନ୍ତ ସିଏ ଫେରନ୍ତି ନାହିଁ। ଏଠି ଗୋଟେ କର୍ତ୍ତବ୍ୟନିଷ୍ଠ ବା ଗୋଟେ ଦାୟିତ୍ୱବୋଧତାର ପରିଚୟ ଦଉଛନ୍ତି ଭଗବାନ କୃଷ୍ଣ। ତେଣୁ
ଭଗବାନ କୃଷ୍ଣ ଗୋଟେ ମାନେ ଗୋଟେ ଆମକୁ ଶିକ୍ଷା ଦେଇଛନ୍ତି ଯେ ଗୋରୁ ନ ଫେରିବା ପର୍ଯ୍ୟନ୍ତ ଆମେ ଫେରିବା ନାଇଁ। ନାହିଁ। ଏ ଗୋଟେ କର୍ତ୍ତବ୍ୟନିଷ୍ଠ କଥା। ତାପରେ ଆଉ ଗୋଟେ କଥା ହଉଛି ଗୋ ମାନେ ଭଗବାନ ଯୋଉଠି ଗୋ ସେବା କରୁଛନ୍ତି ଆଜ୍ଞା ସେଇଟା ଆମେ ମାନେ ସାଧାରଣ ଜନସାଧାରଣ ଆମେ କାହିଁ ତାକୁ ଗ୍ରହଣ କରିପାରୁନି। ମାନେ ଆମକୁ ଶିଖିବାର ଅଛି ଗୋ ସେବା ହଉଛି ପରମ ସେବା। ଯିଏ ଗୋ ସେବା କଲା ସେ ଭଗବାନଙ୍କର ସେବକ। ଖାଲି ଗୋ ସେବକ ନୁହେଁ, ସେ ହଉଛନ୍ତି ଭଗବାନଙ୍କର ସେବକ। ତେଣୁ ଗୋପ ବାଳକ ମାନେ ଯେତେବେଳେ ଯାଉଥିଲେ ଗୋରୁମାନଙ୍କୁ ନେଇ ଚରେଇବା ପାଇଁ, ସେ ଦାମୋଦର ସ୍ତୋତ୍ରମରେ ଗୋଟେ ସୁନ୍ଦର ଶ୍ଲୋକ ରହିଛନ୍ତି। କଣ ସେଇଟା ନା, ଯୋଉ ପ୍ରଭାତ କାଳେ ବରବଲ୍ଲଭ ଉଧା ଗୋରକ୍ଷଣାର୍ଥଂ ଧୃତ ବେତ୍ର ଦଣ୍ଡା ୟାକାରୟାମାସୁର ଅନନ୍ତ ମାଧ୍ୟମ ଗୋବିନ୍ଦ ଦାମୋଦର ମାଧବ। ତେଣୁ ପ୍ରଭାତ କାଳରେ ଗୋପ ବାଳକ ମାନେ ହାତରେ ବାଡି ଧରିକିରି ଯାଉଥିଲେ। କଣ ପାଇଁ ନା ଗୋ ରକ୍ଷା କରିବା ପାଇଁ। ବାସ୍ତବରେ ଗୋରୁମାନଙ୍କୁ ଆକଟ କରିବା ପାଇଁ ବା ଜଗିବା ପାଇଁ ବାଡେଇବା ପାଇଁ ନୁହେଁ, ଗୋରକ୍ଷଣାର୍ଥଂ ଧୃତ ବେତ୍ର ଦଣ୍ଡା। ତେଣୁ ଗୋରୁମାନଙ୍କୁ ରକ୍ଷା କରିବା ପାଇଁ ହିଂସ୍ର ଜନ୍ତୁ ମାନଙ୍କ ଦାଉରୁ ସେ କଣ କରୁଥିଲେ, ହାତରେ ଦଣ୍ଡ ଧରୁଥିଲେ, ବାଡି ଧରୁଥିଲେ। ତେଣୁ ଆମ ଜୀବନରେ ଗୋ ସେବା ନିହାତି ଦରକାର। ଏବଂ ଯଦି ଆମର ଗାଈ ନାହିଁ ତାହେଲେ ଆମେ ଯାଇ ପଡୋଶୀଙ୍କର ପାଖରେ ଯଦି କୋଉଠି ଗାଈ ଥିବ ତାହେଲେ ସେମାନଙ୍କର ଟିକେ ସେବା କରିବା। ମୁଁ ଗୋଟେ ସୁନ୍ଦର କଥା କହୁଛି ଯେ ମୁଁ ଥରେ ବଜାରରେ ଗଲାବେଳକୁ ଜଣେ ଭିକ୍ଷା ମାଗ ଜଣେ ପାଗଳ ବ୍ୟକ୍ତି ସମସ୍ତେ ତାଙ୍କୁ କୁହନ୍ତି। ସେ କଣ କରନ୍ତି ନା ଭିକ ମାଗନ୍ତି, ଆକୁ ଟିକେ ପଇସା ତାକୁ ଟିକେ ପଇସା ମାଗନ୍ତି। ଏବଂ ମୁଁ ଦେଖିଲି ସେ ପଇସା ମାଗିକିରି ନେଲେ ଏବଂ କିଛି ଖଡା ଶାଗ କିଣିଲେ, କିଣିକିରି ଆଣିକିରି ମାନେ ଗୋଟେ ଗାଈ ସେଠି ଯାଇଥିଲା ସେ ଗାଈକି ଦଉଛନ୍ତି। ଯଦି ଗୋଟେ ପାଗଳଙ୍କର ଏତେ ବଡ ଚିନ୍ତା, କିନ୍ତୁ ଆମେ ଗୋଟେ ମାନେ ଭଲ ଲୋକ ହେଇକିରି ଆମେ ସେ କଥା ଚିନ୍ତା କରିପାରୁନାହିଁ। ଏହା ହଉଛି ଗୋଟେ ଦୁଃଖ ପରିତାପର ବିଷୟ। ତେଣୁ ଆସନ୍ତୁ ଆମେ ଜୀବନରେ ନିଶ୍ଚିତ ଗୋ ସେବା କରିବା, ଭଗବାନ କୃଷ୍ଣଙ୍କୁ ମନେ ପକାଇବା, ତାଙ୍କ ଲୀଳାକୁ ସ୍ମରଣ କରିବା। ତାହେଲେ ଆମ ଜୀବନର କିଛି କିଛି ଆମେ ଉପରକୁ ଉଠିବା ବା ଜୀବନ ସାର୍ଥକ ହେଲା ବୋଲି ଆମେ ଏହାକୁ ଧରିବା। ଯାହା ହଉ, ସାର୍ ବି ଆଜି ବହୁତ ବଢିଆ କଥାଟେ କହିଲେ। ଆମେ ତ କଳି ଯୁଗରେ କଳିର ଭାର ବଢି ବଢି ଚାଲିଛି। ଯାହାଫଳରେ ଆମେ ୟାରୁ ମୁକ୍ତି ପାଇବା ପାଇଁ କିଛି ଭଗବାନ କୃଷ୍ଣ କରିଯାଇଥିବା ଇଏକୁ ଆମେ ନିଜେ, ସେ କାର୍ଯ୍ୟକୁ ଆମେ ନିଜେ ଲଗେଇବା କର୍ମରେ ଗୋ ସେବା କରି ଆମେ କିଛି କିଛି ପୁଣ୍ୟ ଅର୍ଜନ କରିବା। ଆସନ୍ତୁ ଚେଷ୍ଟା କରିବା ନିଶ୍ଚିନ୍ତ କିଛି କିଛି ସେବା କରିବା ପାଇଁ। କହୁଛୁ ଜୟ ଜଗନ୍ନାଥ, ଧନ୍ୟବାଦ।